ଦେଖନ୍ତୁ ଇଏ ଜଣେ ମା, ଏ ମା ଦେଖିଲେ ତ ନିଜର ଶେଷ ନିଶ୍ୱାସ ପର୍ଯ୍ୟନ୍ତ ତାଙ୍କ ପୁଅଙ୍କୁ ତାଙ୍କ ସନ୍ତାନଙ୍କୁ ଜାବୁଡ଼ି ରଖିଛନ୍ତି। ସେ ଜାବୁଡ଼ି ଧରିବା ଭିତରେ କେତେବେଳେ ତାଙ୍କ ଶେଷ ନିଶ୍ୱାସ ଚାଲି ଯାଇଛି ସେ ବି ଜାଣିନାହାନ୍ତି। ଆଉ ଇଏ ଜଣେ ମା ନିଜର ଖୁସି ପାଇଁ, ନିଜର ଶାରୀରିକ ଭୋକ ମେଣ୍ଟାଇବା ପାଇଁ, ନିଜର ସ୍ୱାର୍ଥ ପାଇଁ ନିଜର ଦିଟା ଛୁଆକୁ ଛାଡ଼ି ଏଠି ଥେଇ ଥେଇ ନାଚୁଛନ୍ତି। ଏଇ ହଉଛି ସମାଜ। এইଭଳି ସ୍ତ୍ରୀ ଲୋକମାନେ ଯୋଉମାନେ ନିଜର ଭୋକ ମେଣ୍ଟାଇବା, ଶାରୀରିକ ଭୋକ ମେଣ୍ଟାଇବା ପାଇଁ, ଯୋଉମାନେ ନିଜର ଟିକେ ଖୁସି ପାଇଁ ନିଜ ସନ୍ତାନକୁ ଛାଡ଼ି ଆସୁଛନ୍ତି, ତମମାନେ ଶିଖ ଏ ମାଙ୍କ ଠାରୁ। ଏଇ ହଉଛି ମା ପୁଅର ସମ୍ପର୍କ, ଏଇ ହଉଛି ମା ପୁଅର ଭଲ ପାଇବା, ଏଇ ହଉଛି ଆଜି ଦୁନିଆ ଯଦି ତିଷ୍ଠି ରହିଥାଏ, ବଞ୍ଚି ରହିଥାଏ, এইଭଳି ମାଙ୍କ ପାଇଁ ରହିଛି। ଆଉ ତମ ପରି ନୁହଁ। ନିଜର ଟିକେ ଖୁସି ପାଇଁ ତମେ କଣ କରୁଛ ନା ଛୁଆକୁ ଛାଡ଼ିକି ପଳେଇ ଯାଉଛ ପରପୁରୁଷ ସହିତ। ତମକୁ ଟିକେ ଲାଜ ଲାଗୁନି? ଆରେ ଯଦି କିଛି ଶିଖିବାର ଅଛି ସେଇ ଭଉଣୀ ମାନଙ୍କୁ କହୁଛି, ସେଇ ଭାଇ ମାନଙ୍କୁ କହୁଛି, ଶିଖିବାର ଅଛି ଏଇ ମାଙ୍କଠୁ ଶିଖ। ସେ ଚାହିଁଥିଲେ ଲାଇଫ୍ ଜ୍ୟାକେଟ ପିନ୍ଧିଥିଲେ ସେ ଛୁଆଟିକୁ ଛାଡ଼ି ସେ ନିଜେ ବଞ୍ଚି ପାରିଥାନ୍ତେ, କିନ୍ତୁ ସେ ଏଇଆ ଚାହିଁଛନ୍ତି ସେ ମଲା ପର୍ଯ୍ୟନ୍ତ ତାଙ୍କ ପୁଅକୁ ପାଖରେ ରଖିବେ, ପାଖରେ ଧରିବେ, ଆଉ ପାଖରେ ପର୍ଯ୍ୟନ୍ତ ସେ ମରିଛନ୍ତି ପାଖରେ ଧରିକି। ଏଇ ହଉଛି ମା ପୁଅର ସମ୍ପର୍କ, ଏଇ ହଉଛି ବାସ୍ତବରେ ଭଲ ପାଇବା। ଆଉ ଏଇଭଳିଆ ଲୋକଙ୍କ ମାନଙ୍କ ପାଇଁ ଆଜି ଦୁନିଆ ଚାଲିଛି। ଆଉ ଏଇଭଳିଆ ଦୁ ଚାରି ସ୍ତ୍ରୀ ଲୋକ ଯୋଉମାନଙ୍କ ନିଜର ଖୁସି ପାଇଁ ପରପୁରୁଷ ସହିତ ପଳେଇ ଯାଉଛନ୍ତି, ଯୋଉ ପୁରୁଷ ମାନେ ନିଜର ଖୁସି ପାଇଁ ନିଜ ସ୍ତ୍ରୀ ଛୁଆ ପିଲାକୁ ଛାଡ଼ିକି ପର ସ୍ତ୍ରୀ ସହିତ ପଳାଉଛନ୍ତି, ଏଇମାନେ ଏତେ ହାରାମି ଯୋଉଟା ଭାଷାରେ ଆଜ୍ଞା କହିହବନି। ଯଦି କିଛି ଶିଖିବାର ଅଛି ଏଇ ମାଙ୍କଠୁ ଶିଖନ୍ତୁ। ଆଉ ଏକରେ ଯୋଉ ମା ମାନେ ଅଛନ୍ତି ଏ ଖାଲି ନିଜର ଖୁସି, ଆନନ୍ଦ, ସୁଖ ପାଇଁ ଛୁଆ ପିଲା ସଂସାର ଛାଡ଼ିକି ପଳେଇ ଯାଉଛନ୍ତି। ଆରେ ଭଲ ପାଇବାର ମାନେ ବୁଝ, ଏଇ ମାଙ୍କଠୁ ବୁଝ ଭଲ ପାଇବାର ମାନେ କଣ, ସନ୍ତାନ ପ୍ରତି ଗୋଟେ ମାର କର୍ତ୍ତବ୍ୟ କଣ, ୟାଙ୍କଠୁ ଶିଖିବା କଥା। ଏଇ ମାଙ୍କ ପରି ଲୋକଙ୍କ ମାନଙ୍କ ପାଇଁ ଆଜି ସଂସାର ହେଇ ଚାଲିଛି। ଏ ଦୋ ଚାରି ସ୍ତ୍ରୀ ଲୋକମାନଙ୍କ ପାଇଁ ନିଜର ଛୁଆ ପିଲା ସଂସାରକୁ ଛାଡ଼ି ପର ଝିଅକୁ ନେଇ ଯାଉଛନ୍ତି, ପର ସ୍ତ୍ରୀକୁ ନେଇ ଯାଉଛନ୍ତି। এইମାନଙ୍କୁ ତମମାନେ କିନ୍ତୁ ବେଶୀ ଭାଇରାଲ କରୁଛ, କିନ୍ତୁ ଏ ମାଙ୍କୁ ଭାଇରାଲ କରିବା କଥା, ଭିଡ଼ିଓକୁ ଲାଇକ୍ କରିବା କଥା, କମେଣ୍ଟ କରିବା କଥା। এই ମାଙ୍କ ପାଇଁ ଆଟଲିଷ୍ଟ ଗୋଟିଏ ଲାଇକ୍, ଗୋଟିଏ କମେଣ୍ଟ କରିବେ ନିଶ୍ଚିତ। ଆଜି ପାଇଁ ଭିଡ଼ିଓଟି ଏତିକି। ଯଦି ଭଲ ଲାଗିବ ଲାଇକ୍ କମେଣ୍ଟ ସେୟାର କରିବେ। ପୁଣି ଦେଖାହବ ଆଉ ଗୋଟେ ଭିଡ଼ିଓରେ। ସେ ପର୍ଯ୍ୟନ୍ତ ବିଦାୟ ନେଉଛି। ନମସ୍କାର, ଜୟ ଜଗନ୍ନାଥ।